ପ୍ରେମାନନ୍ଦ ବାବାଙ୍କୁ ନେଇ ଆସିଲା ବଡ଼ ଖବର। କାନ୍ଦୁଛନ୍ତି ଲୋକେ, ଆଖିରୁ ଝରାଉଛନ୍ତି ଲୁହ। ଦର୍ଶକ ବନ୍ଧୁ, ପ୍ରେମାନନ୍ଦ ବାବାଙ୍କୁ ନେଇ ଯେଉଁ ବଡ଼ ଖବର ସାମ୍ନାକୁ ଆସିଛି ତାହା ଶୁଣିବା ପରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଦର୍ଶକ ବନ୍ଧୁ, ଫୁଲି ଯାଇଛି ବାବାଙ୍କ ଶରୀର ଆଉ ମୁହଁ ପଡ଼ିଯାଇଛି ଲାଲ। ପ୍ରେମାନନ୍ଦ ବାବାଙ୍କୁ ଦେଖି ଭକ୍ତମାନେ ହେଉଛନ୍ତି ଆଶ୍ଚର୍ଯ୍ୟ। ପ୍ରେମାନନ୍ଦ ବାବାଙ୍କୁ ନେଇ ଏବେ ଲୋକଙ୍କ ଆଖିରୁ ଝରୁଛି ଧାର ଧାର ଲୁହ। ସବୁଦିନ ପ୍ରଭାତରେ ସାରା ବୃନ୍ଦାବନ ପରିକ୍ରମାରେ ଅପେକ୍ଷା କରନ୍ତି ବାବାଙ୍କୁ ହଜାର ହଜାର ଭକ୍ତ। ହେଲେ ଏବେ ତାଙ୍କୁ ଦର୍ଶନ କରିବା ଆଉ ଏତେଟା ସମ୍ଭବପର ହେଉନି। ହଁ ଆଜ୍ଞା, ଆମେ କହୁଛୁ ସାରା ଭାରତରେ ଘରେ ଘରେ ପରିଚିତ ବାବା ପ୍ରେମାନନ୍ଦ ମହାରାଜଙ୍କ ବିଷୟରେ। ଏବେ ତାଙ୍କୁ ନେଇ ଆସିଛି ବଡ଼ ଖବର। ବାବାଙ୍କ ସାରା ଶରୀର ଫୁଲି ଯାଇଛି, ହାତରେ ପଟି ଲାଗିଛି, ମୁହଁ ଲାଲ ପଡ଼ିଯାଇଛି, କପାଳରେ ମୋଟା ଚନ୍ଦନ ଲେପ ନାହିଁ କି ମୁହଁରୁ ବାହାରୁ ନାହିଁ ତାଙ୍କର ସେଇ ଭାବପୂର୍ଣ୍ଣ ବାଣୀ। ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖାଯାଉଛି ଯେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଫୁଲି ଯାଇଛି ଏବଂ ତାଙ୍କ ହାତରେ ପଟି ବନ୍ଧା ଯାଇଛି। ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମଧ୍ୟ କୁହାଯାଉଛି। ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ହେଉଛି। ସେ ନିଜେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ଦେଉଛନ୍ତି। ପ୍ରେମାନନ୍ଦ ମହାରାଜ କେଳିକୁଞ୍ଜ ଆଶ୍ରମରେ ଚିକିତ୍ସାଧୀନ ଅଛନ୍ତି। ତେବେ ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ନିୟମିତ ଭାବରେ ତାଙ୍କର ଡାୟାଲିସିସ୍ ହେଉଛି ଆଉ ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ସେ ସକାଳେ ପଦଯାତ୍ରାକୁ ମଧ୍ୟ ଯାଉନାହାନ୍ତି। ତାଙ୍କୁ ନ ଭେଟିବାରୁ ତାଙ୍କ ଭକ୍ତମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସେ ବର୍ତ୍ତମାନ ବାହାରକୁ ଯିବା ପାଇଁ କୌଣସି ପରିସ୍ଥିତିରେ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ତେବେ ଭକ୍ତମାନଙ୍କୁ ଦର୍ଶନ ପାଇଁ ରାସ୍ତାରେ ଅପେକ୍ଷା ନ କରିବାକୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ସମସ୍ତେ ଏବେ ଭଗବାନଙ୍କୁ କହୁଛନ୍ତି, ପ୍ରେମାନନ୍ଦ ମହାରାଜଙ୍କ ଶରୀର ସୁସ୍ଥ କରିଦିଅନ୍ତୁ ଭଗବାନ।